ଚଉଠି ରାତିର ଓଢ଼ଣା ଖୋଲିଲା ଆଉ ସ୍ୱାମୀକୁ ଦେଖି କହିଲା, ମୋତେ ଛୁଇଁବାକୁ ଚେଷ୍ଟା କରନି, ନହେଲେ ମୁଁ ମରିଯିବି। ସେତିକି ନୁହେଁ, ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲା ଆଉ କହିଲା, ମୋତେ ମୋ ପ୍ରେମିକ ଦରକାର, ମୁଁ ତା ପାଖକୁ ଯିବି, ମୋତେ ତା ପାଖକୁ ନେଇ ଚାଲ। ଏକଥା ଶୁଣି ନୂଆ ବାହା ହେଇ ଚଉଠି ରାତି ମନାଇବାକୁ ଆସିଥିବା ସ୍ୱାମୀର ଖୁସି ଯେମିତି ପାଣି ଫୋଟକା ପରି ମିଳେଇ ଯାଇଥିଲା। ସ୍ତ୍ରୀ ନିଜ ସ୍ୱାମୀ ସହିତ ଚଉଠି ରାତି ମନାଇବା ବଦଳରେ କାହିଁକି ଏମିତି କହିଲା? କ'ଣ ତା ବାହାଘର ଜବରଦସ୍ତ ଏ ବ୍ୟକ୍ତି ସହିତ କରାଇ ଦିଆଯାଇଥିଲା, ନା ଆଉ କ'ଣ କାରଣ ଥିଲା? ଆସନ୍ତୁ ଜାଣିବା ଆଜିର ଏ ପୁରା କାହାଣୀରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ ଇଣ୍ଟରେଷ୍ଟିଂ କାହାଣୀକୁ ଆପଣଙ୍କୁ ସ୍ୱାଗତ। ସେଦିନ ରାତିରେ ଚଉଠି ରାତି ମନାଇବା ବଦଳରେ ତାଳଚେର ଥାନାକୁ ଧାଇଁଥିଲା ସ୍ତ୍ରୀ। ହାତରେ ମେହେନ୍ଦି ଲାଗିଥିଲା ଆଉ ନାଲି ଶାଢ଼ୀ ସାଙ୍ଗକୁ ସଜେଇ ହେଇ ଚଉଠି ରାତିର ମଜା ନେବାକୁ ଖଟ ଉପରେ ବସିଥିଲା। କିଛି ସମୟ ପରେ ବର ଆସିଥିଲା ଆଉ କନ୍ୟା ମୁଣ୍ଡରୁ ଓଢ଼ଣା ଖୋଲିଥିଲା। କିନ୍ତୁ କନ୍ୟା ଜଣକ ଖୁସି ହେବା ବଦଳରେ ରାଗିଯାଇ କହିଥିଲା, ମୋତେ ଛୁଇଁବାକୁ ଚେଷ୍ଟା କରନି, ମୁଁ ମୋ ପ୍ରେମିକ ପାଖକୁ ଯିବି, ମୋତେ ଛାଡ଼ିଦିଅ। ଆଉ ଘରୁ ବାହାରି ସିଧା ଥାନାରେ ପହଞ୍ଚି ଯାଇଥିଲା। ଉଭୟ ପରିବାର ଆସିଲା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। କଥାଟା ଏଇଆ ଥିଲା କି ଏଇ ବର ଯେଉଁ ଝିଅକୁ ବାହା ହୋଇଥିଲା, ପ୍ରଥମେ ସେଇ ଝିଅର ବଡ଼ ଭଉଣୀ ସହିତ ଏଇ ବରର ବାହାଘର ଠିକ୍ ହେଇଥିଲା। ସବୁକିଛି ଫାଇନାଲ୍ ସରିଯାଇଥିଲା। କିନ୍ତୁ ଯେଉଁଦିନ ବର କନ୍ୟାକୁ ଦେଖିବାକୁ ଗଲା, ସେଦିନ ସେ ଝିଅ ମାନେ ବଡ଼ ଭଉଣୀ ଘରେ ନଥିଲା। ବାହାଘର ଫାଇନାଲ୍ କଥା ଶୁଣି ସେ ପ୍ରେମିକ ସହିତ ଫେରାର ହୋଇଯାଇଥିଲା। ସେଥିପାଇଁ ପରିବାର ଲୋକେ ଏଇ ସାନ ଭଉଣୀକୁ ଦେଖେଇ ଏଇ ବର ସହିତ ବାହାଘର ଫାଇନାଲ୍ କରିଦେଲେ। ଆଉ ବାହାଘର ବି ଭଲରେ ହେଇଗଲା। ବାଜା ବାଣ ରୋଷଣୀ ସାଙ୍ଗକୁ ଭୋଜିଭାତ ସବୁକିଛି ବଡ଼ ଧୁମଧାମରେ ଚାଲିଥିଲା। କିନ୍ତୁ କନ୍ୟା ଖୁସି ନଥିଲା ଆଉ ତା ମନ ତା ପ୍ରେମିକା ପାଖରେ ଥିଲା। ପରିବାର ଲୋକଙ୍କ କଥା ମାନି ସିନା ବାହାଘର ପାଇଁ ରାଜି ହେଇଗଲା, କିନ୍ତୁ ମନ ଖୋଜୁଥିଲା ପ୍ରେମିକକୁ। ସେ କ'ଣ ଜାଣିଥିଲା ତା ଭଉଣୀ ପାଇଁ ତାକୁ ଏମିତି ଅସୁବିଧାରେ ପଡ଼ିବାକୁ ପଡ଼ିବ? ଶେଷ ପର୍ଯ୍ୟନ୍ତ ଚାପିଚୁପି ସିନା ରହିଗଲା, କିନ୍ତୁ ଚଉଠି ରାତିରେ ଯେତେବେଳେ ସ୍ୱାମୀ ଓଢ଼ଣା ଖୋଲିଥିଲା, ସେତେବେଳେ ସେ ରାଗିଗଲା ଆଉ ଚିତ୍କାର କରି କହିଲା, ମୋତେ ଛୁଇଁବାକୁ ଚେଷ୍ଟା କରନି, ମୁଁ କେବଳ ମୋ ପ୍ରେମିକର। ଶେଷରେ ମାମଲା ଥାନାକୁ ଗଲା। ଥାନାରେ ଲେଖାପଢ଼ା ହେଇ କନ୍ୟା ନିଜ ପ୍ରେମିକ ପାଖକୁ ଫେରିଗଲା ଆଉ ବର ଏକା ଏକା ଘରକୁ ଫେରିଥିଲା। ଦର୍ଶକ ବନ୍ଧୁ, ଏଠି ଦୋଷ କାହାର? ତା ବଡ଼ ଭଉଣୀର, ଯିଏ ନିଜ ପ୍ରେମିକ ସହିତ ଫେରାର ହେଲା, ନା ସାନ ଭଉଣୀର? କାହିଁକି ସେ ଆଗରୁ ସବୁ କଥା କହିଲାନି? ନା ପରିବାର ଲୋକଙ୍କର, ଯିଏ ଏମିତି ଘଟଣାକୁ ଜାଣି ନପାରି ଗୋଟେ ନିରୀହ ପିଲାକୁ ଲୋକହସା କରାଇଲେ? ସେ ଯାହା ବି ହେଉ, କ୍ଷତି ତ ବରର ହେଲା ନା। ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।